नमस्कार। आजिर एही विशेष आलोचना को स्वागत। आसंतु सीधासलख आमर विषयवस्तु को जिबा। भारतीय पुराणर एक अत्यंत चमत्कार कहानी उपरे आज आमे आलोकपात करिबा। ताहा हेउछि सावित्री व्रतर कहानी। एहा केवल गोटिए साधारण पौराणिक गल्प नुहे। एहा हेउछि अदम्य साहस, गभीर निष्ठा और सबुठार बड़ कथा हैला असाधारण चतुरतार एक अनुपम उदाहरण। आज आमे देखिबा जे किपरि एही प्राचीन कहानी आज भी आम समाजरे एक मुख्य परंपरा होई रहिछि। अच्छा, टिके कल्पना करा जाओ। साक्षात मृत्युर देवता सामनारे छिड़ा होइछन्ति। काहार बा साहस अछि तांकु सामना करिवार। किंतु आमर एही कहानीर मुख्य चरित्र जणे साधारण मनिष, जणे राजकुमारी। केवल जे मृत्यु देवतांकु सामना कले ताहा नहे, बरं निजर असाधारण बुद्धिबଳରେ तांकु संपूर्ण रूपे चकित करिदेले। एहा शुणिबाकु असंभव लागुथिले भी एही चमत्कार घटनाटी किपरि घटिला ताहा ही एबे आमे जानिबा। କାହାଣୀର ଆରମ୍ଭକୁ ଟିକେ ଫେରିଯିବା। ପୁରାତନ କାଳରେ ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ଅତି ଧର୍ମପରାୟଣ ରାଜା ଥିଲେ। ତାଙ୍କ ପାଖରେ ସବୁ କିଛି ଥିଲା, କିନ୍ତୁ ଗୋଟିଏ ବଡ଼ ଦୁଃଖ ଥିଲା, ତାଙ୍କର କୌଣସି ସନ୍ତାନ ନଥିଲେ। ବହୁଦିନ ଧରି ଦେବୀ ସାବିତ୍ରୀଙ୍କର କଠୋର ଉପାସନା କଲା ପରେ ଶେଷରେ ଦେବୀଙ୍କ କୃପାରୁ ଗୋଟିଏ ସୁନ୍ଦରୀ କନ୍ୟା ଜନ୍ମ ନେଲେ। ଆଉ ସେହି ଦେବୀଙ୍କ ନାମ ଅନୁସାରେ କନ୍ୟାଙ୍କ ନାମ ରଖାଗଲା ସାବିତ୍ରୀ। ବଡ଼ ହେବା ସାଙ୍ଗେ ସଙ୍ଗେ ସାବିତ୍ରୀ ଜଣେ ଅତ୍ୟନ୍ତ ଗୁଣବତୀ ଏବଂ ଆଦର୍ଶ ନାରୀ ଭାବରେ ସବୁଆଡ଼େ ପରିଚିତ ହେଲେ। ଠିକ୍ ଅଛି। ଯେତେବେଳେ ସାବିତ୍ରୀ ବିବାହ ବୟସରେ ପହଞ୍ଚିଲେ, ସେ ନିଜେ ନିଜର ଜୀବନସାଥୀ ବାଛିବା ପାଇଁ ନିଷ୍ପତ୍ତି ନେଲେ। ଜଙ୍ଗଲରେ ବୁଲୁ ବୁଲୁ ତାଙ୍କର ଭେଟ ହେଲା ସତ୍ୟବାନଙ୍କ ସହ। ସତ୍ୟବାନ ଥିଲେ ଜଣେ ରାଜକୁମାର, କିନ୍ତୁ ନିଜ ପରିବାର ସହ ବନରେ ଏକ ସାଧାରଣ ଜୀବନ କାଟୁଥିଲେ। ସେ ଥିଲେ ଅତ୍ୟନ୍ତ ଧର୍ମପରାୟଣ ଆଉ ସର୍ବଦା ସତ୍ୟ କହୁଥିବା ଜଣେ ବ୍ୟକ୍ତି। ତାଙ୍କର ଏହି ସରଳତା ଆଉ ସତ୍ୟବାଦୀ ଗୁଣରେ ମୁଗ୍ଧ ହୋଇ ସାବିତ୍ରୀ ତାଙ୍କୁ ହିଁ ନିଜର ସ୍ୱାମୀ ଭାବରେ ମନେ ମନେ ସ୍ଥିର କରିନେଲେ। କିନ୍ତୁ ଏଠି ଗୋଟିଏ ବହୁତ ବଡ଼ ସମସ୍ୟା ଥିଲା। ସାବିତ୍ରୀ ସତ୍ୟବାନଙ୍କୁ ବାଛିବା ମାତ୍ରେ ହିଁ ଜ୍ୟୋତିଷୀମାନେ ଏକ ଭୟଙ୍କର ଭବିଷ୍ୟବାଣୀ କଲେ। ସେମାନେ ଜଣାଇଲେ ଯେ ସତ୍ୟବାନଙ୍କ ଆୟୁଷ ଆଉ ମାତ୍ର ଗୋଟିଏ ବର୍ଷ। ଟିକେ ଭାବିବା କଥା ଯେ ଯେଉଁ ମୁହୂର୍ତ୍ତରେ ଗୋଟିଏ ନୂଆ ଜୀବନର ସ୍ୱପ୍ନ ଆରମ୍ଭ ହେଉଛି, ଠିକ୍ ସେହି ମୁହୂର୍ତ୍ତରେ ତାର ଶେଷ ସମୟ ମଧ୍ୟ ସ୍ଥିର ହୋଇଯାଉଛି। ଏହା କେତେ ଭୟଙ୍କର! ଏହା ଶୁଣିବା ପରେ ସ୍ୱାଭାବିକ ଭାବରେ ରାଜା ଅଶ୍ୱପତି ଏବଂ ଅନ୍ୟମାନେ ବ୍ୟସ୍ତ ହୋଇପଡ଼ିଲେ। ସେମାନେ ସାବିତ୍ରୀଙ୍କୁ ବୁଝାଇଲେ ଯେ ସେ ଅନ୍ୟ କୌଣସି ବର ବାଛି ନିଅନ୍ତୁ। କିନ୍ତୁ ସାବିତ୍ରୀଙ୍କ ନିଷ୍ପତ୍ତି ଥିଲା ଅଟଳ। ସେ ଦୃଢ଼ତାର ସହ କହିଲେ, ମୁଁ ଥରେ ଯାହାକୁ ପତି ଭାବେ ମାନି ନେଇଛି, ସେ ହିଁ ମୋର ସର୍ବଦାର ପତି। ଏହି ଗୋଟିଏ ପଦ କଥାରେ ତାଙ୍କର ଅଖଣ୍ଡ ନିଷ୍ଠା ଆଉ ପ୍ରେମ ବାରି ହୋଇପଡ଼ୁଛି। ଭବିଷ୍ୟତର ମୃତ୍ୟୁ ଭୟ ମଧ୍ୟ ତାଙ୍କୁ ନିଜ କର୍ତ୍ତବ୍ୟ ପଥରୁ ଟଳାଇ ପାରିଲା ନାହିଁ। ସବୁ ବାଧା ସତ୍ତ୍ୱରେ ଶେଷରେ ଦୁଇଙ୍କର ବିବାହ ହେଲା। ସାବିତ୍ରୀ ରାଜପ୍ରାସାଦର ସବୁ ସୁଖ ଛାଡ଼ି ସତ୍ୟବାନଙ୍କ ସହ ବନରେ ରହିଲେ। କିନ୍ତୁ ଏହି ଆନନ୍ଦମୟ ଦାମ୍ପତ୍ୟ ଜୀବନ ଭିତରେ ଗୋଟିଏ ଛାତିଥରା ଭୟ ସବୁବେଳେ ଲୁଚି ରହିଥିଲା। ପ୍ରତିଟି ଦିନ ବିତିବା ସହ ସତ୍ୟବାନଙ୍କ ମୃତ୍ୟୁର ଦିନ ପାଖେଇ ଆସୁଥିଲା। ସାବିତ୍ରୀଙ୍କ ପାଇଁ ଏହା ଥିଲା ଏକ ନୀରବ, ଯନ୍ତ୍ରଣାଦାୟକ ଦିନ ଗଣତି। ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଥିଲା ଆଉ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ଲାଗୁଥିଲା। ଆଉ ତାପରେ ଆସି ପହଞ୍ଚିଲା ସେହି ଭୟଙ୍କର ଦିନ। ସେଦିନ ସାବିତ୍ରୀ କଠୋର ଉପବାସ କରିଥିଲେ। ସେ ସତ୍ୟବାନଙ୍କୁ ଏକାକୀ ନ ଛାଡ଼ି ତାଙ୍କ ସହ ଜଙ୍ଗଲକୁ ଗଲେ। ସତ୍ୟବାନ କାଠ ହାଣୁଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡ ଘୂରାଇଲା ଆଉ ସେ ଅସୁସ୍ଥ ହୋଇପଡ଼ିଲେ। ସେ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ଶୋଇଗଲେ। ଠିକ୍ ସେହି ସମୟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସ୍ୱୟଂ ଯମରାଜ ସେଠାରେ ଆସି ପହଞ୍ଚିଲେ। ପରିବେଶ ପୁରା ନିସ୍ତବ୍ଧ ହୋଇଗଲା। ଯମରାଜ ନିଜର କର୍ତ୍ତବ୍ୟ କଲେ। ସତ୍ୟବାନଙ୍କ ଶରୀରରୁ ପ୍ରାଣ ବାହାର କରି ସେ ନିଜ ବାଟରେ ଆଗୋଇଲେ। କିନ୍ତୁ ଅସଲ କାହାଣୀ ତ ଏଇଠୁ ଆରମ୍ଭ ହେଲା। ସାବିତ୍ରୀ ହାରିଯାଇ କାନ୍ଦି ବସିଲେ ନାହିଁ, ବରଂ ସେହି ମୃତ୍ୟୁ ଦେବତାଙ୍କ ପଛେ ପଛେ ଚାଲିବା ଆରମ୍ଭ କଲେ। ଯମରାଜ ତାଙ୍କୁ ଫେରିଯିବାକୁ କହିଲେ, କାରଣ ମୃତ୍ୟୁଲୋକକୁ ଜୀବିତ ମଣିଷ ଯିବା ମନା। କିନ୍ତୁ ସାବିତ୍ରୀ ଶୁଣିବେ କୁଆଡ଼ୁ? ସେ ଧର୍ମ ଏବଂ କର୍ତ୍ତବ୍ୟ ବିଷୟରେ ଏତେ ଗଭୀର ଆଉ ଜ୍ଞାନଗର୍ଭକ କଥା କହିଲେ ଯେ କଠୋର ଯମରାଜ ବି ତାଙ୍କ ବୁଦ୍ଧିରେ ପ୍ରସନ୍ନ ହୋଇଗଲେ। ଆଉ ଖୁସି ହୋଇ ତାଙ୍କୁ ବର ମାଗିବାକୁ କହିଲେ। ଏବେ ଲକ୍ଷ୍ୟ କରିବା କଥା ଯେ ସାବିତ୍ରୀ କେତେ ଚତୁର ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ। ସେ ହଠାତ୍ ନିଜ ସ୍ୱାମୀଙ୍କ ଜୀବନ ମାଗିଲେ ନାହିଁ। ପ୍ରଥମେ ସେ ନିଜ ପରିବାରର କଲ୍ୟାଣ ଚିନ୍ତା କଲେ। ସେ ତିନୋଟି ବର ମାଗିଲେ। ପ୍ରଥମେ ନିଜ ଅନ୍ଧ ଶ୍ୱଶୁରଙ୍କ ଦୃଷ୍ଟିଶକ୍ତି, ଦ୍ୱିତୀୟରେ ଶ୍ୱଶୁରଙ୍କ ହରାଇଥିବା ରାଜ୍ୟ ଏବଂ ତୃତୀୟରେ ନିଜ ପିତାଙ୍କ ପାଇଁ ସନ୍ତାନ ପ୍ରାପ୍ତି। ଯମରାଜ ତାଙ୍କର ଏହି ନିଃସ୍ୱାର୍ଥପରତା ଦେଖି ଅତି ଆନନ୍ଦରେ ସବୁ ବର ଦେଇଦେଲେ। ଏବେ ଟିକେ ରହିଯିବା ଆଉ ଗୋଟିଏ କଥା ଚିନ୍ତା କରିବା। ଯମରାଜ ଭାବିଲେ, ବର ତ ମିଳିଗଲା,
ଏବେ ସାବିତ୍ରୀ ନିଶ୍ଚୟ ଫେରିଯିବେ। କିନ୍ତୁ ସାବିତ୍ରୀଙ୍କର ଅସଲ ଲକ୍ଷ୍ୟ ତ ଏବେ ବି ବାକି ଥିଲା। ସାଧାରଣ ବୁଦ୍ଧି କହେ ଯଦି ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି ତେବେ ଜଣେ ନାରୀ କିପରି ନିଜର ଆଗାମୀ ବଂଶ ବଢ଼ାଇବ। ଠିକ୍ ଏହି ଯୁକ୍ତିକୁ ନେଇ ସାବିତ୍ରୀ ଏପରି ଏକ ଅଦ୍ଭୁତ ଜାଲ ବିଛେଇଲେ ଯେଉଁଥିରେ ସ୍ୱୟଂ ଯମରାଜ ଛନ୍ଦି ହୋଇଗଲେ। ଆଉ ସେହି ବ୍ରହ୍ମାସ୍ତ୍ରଟି ଥିଲା ତାଙ୍କର ଶେଷ ବର। ଯେତେବେଳେ ଯମରାଜ ଶେଷ ବର ମାଗିବାକୁ କହିଲେ, ସାବିତ୍ରୀ ଅତି ଶାନ୍ତ ଆଉ ଚତୁରତାର ସହ କହିଲେ, ମୋତେ ସତ୍ୟବାନଙ୍କଠାରୁ ସନ୍ତାନ ପ୍ରାପ୍ତି ହେଉ। ଏଠାରେ ଗୋଟିଏ କଥା ମାର୍କ କରିବା ଦରକାର ଯେ ସେ ସିଧାସଳଖ ସ୍ୱାମୀଙ୍କ ଜୀବନ ମାଗିଲେ ନାହିଁ। ଆଉ ଯମରାଜ ବି ପରବର୍ତ୍ତୀ ପରିଣାମ କ'ଣ ହବ ନ ଭାବି ଖୁସି ମନରେ ସାଙ୍ଗେ ସାଙ୍ଗେ ତଥାସ୍ତୁ କହିଦେଲେ। ତଥାସ୍ତୁ କହିବା ମାତ୍ରେ ହିଁ ଯମରାଜଙ୍କର ଚେତା ପଶିଲା। ବାସ୍ ଏଇଠି ହିଁ ଖେଳ ଶେଷ। ଯମରାଜ ନିଜର ବିରାଟ ଭୁଲ ବୁଝିପାରିଲେ। ଏକ ବିଶାଳ ବିରୋଧାଭାସ ସୃଷ୍ଟି ହୋଇସାରିଥିଲା। ଯଦି ସତ୍ୟବାନ ମୃତ, ତେବେ ସାବିତ୍ରୀ ତାଙ୍କଠାରୁ ସନ୍ତାନ କିପରି ପାଇବେ? ଆଉ ଯେହେତୁ ଯମରାଜ ନିଜେ ସନ୍ତାନ ପ୍ରାପ୍ତିର ବଳ ଦେଇସାରିଛନ୍ତି, ତାକୁ ସତ୍ୟ ପ୍ରମାଣିତ କରିବାକୁ ହେଲେ ସତ୍ୟବାନଙ୍କୁ ବଞ୍ଚାଇବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା। ଗୋଟେ ସାଧାରଣ ମଣିଷର ବୁଦ୍ଧି ଆଗରେ ଦେବତାଙ୍କୁ ହାର ମାନିବାକୁ ପଡ଼ିଲା। ଯମରାଜ ସାବିତ୍ରୀଙ୍କର ଏହି ତୀକ୍ଷ୍ଣ ବୁଦ୍ଧି ଆଉ ଅଟୁଟ ନିଷ୍ଠା ଦେଖି ସତରେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ବୁଝିଗଲେ ଯେ ଏହି ନାରୀର ସଂକଳ୍ପ ଆଗରେ ନିୟତିକୁ ବି ମୁଣ୍ଡ ନୁଆଇବାକୁ ପଡ଼ିବ। ଅତି ଆନନ୍ଦରେ ସେ ସତ୍ୟବାନଙ୍କର ପ୍ରାଣ ଫେରାଇଦେଲେ। ସାବିତ୍ରୀ ନିଜ ସ୍ୱାମୀଙ୍କୁ ପୁନର୍ଜୀବିତ କରି ଖୁସିରେ ଘରକୁ ଫେରିଲେ। ଏହି ଘଟଣା ସମ୍ପୂର୍ଣ୍ଣ ପ୍ରମାଣିତ କରିଦେଲା ଯେ ଦୃଢ଼ ଇଚ୍ଛାଶକ୍ତି ଆଉ ସଠିକ୍ ସମୟରେ ବୁଦ୍ଧିର ପ୍ରୟୋଗ କଲେ ନିଶ୍ଚିତ ମୃତ୍ୟୁକୁ ବି ଟାଡ଼ି ଦିଆଯାଇପାରିବ। ଏହି ଚମତ୍କାର ଘଟଣାଟି କେବଳ ପୁରାଣ ବହିରେ ସୀମିତ ହୋଇ ରହିଲା ନାହିଁ। ଆଜି ବି ଆମ ସମାଜରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳେ। ସେହି ଦିନଠାରୁ ହିଁ ସାବିତ୍ରୀ ବ୍ରତ ନାମରେ ଏକ ମହାନ ପରମ୍ପରାର ଆରମ୍ଭ ହେଲା। ପୁରାତନ କାଳରେ ସାବିତ୍ରୀ ଯେମିତି କଠୋର ଉପବାସ କରି ନିଜ ପତିଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ, ଠିକ୍ ସେହିପରି ଆଜି ମଧ୍ୟ ଲକ୍ଷ ଲକ୍ଷ ବିବାହିତ ମହିଳା ନିଜ ସ୍ୱାମୀଙ୍କର ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରି ଏହି ବ୍ରତ ପାଳନ କରୁଛନ୍ତି। ଏହା କେବଳ ଗୋଟିଏ ପୂଜା ନୁହେଁ, ଏହା ହେଉଛି ଅମାପ ପ୍ରେମ ଏବଂ ସମର୍ପଣର ପ୍ରତୀକ। ଆମର ଏହି ପୂରା ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ସାବିତ୍ରୀଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ପ୍ରେରଣା। ତେଣୁ ଆଜିର ଏହି ବିଶ୍ଳେଷଣ ଶେଷ କରିବା ପୂର୍ବରୁ ଗୋଟିଏ ପ୍ରଶ୍ନ ଉପରେ ନିଶ୍ଚୟ ବିଚାର କରାଯିବା ଦରକାର। ପ୍ରକୃତ ଭକ୍ତି ଏବଂ ତୀକ୍ଷ୍ଣ ବୁଦ୍ଧି ଯେତେବେଳେ ଏକାଠି ମିଶିଯାଏ, ତାହା କ'ଣ ଆମର ଭାଗ୍ୟକୁ ବି ବଦଳାଇ ଦେଇପାରେ? ନିଶ୍ଚୟ ପାରେ। ସାବିତ୍ରୀଙ୍କ ଏହି କାହାଣୀ ପ୍ରମାଣ କରେ ଯେ ସାହସ ଏବଂ ଉପସ୍ଥିତ ବୁଦ୍ଧି ଆଗରେ କୌଣସି ବାଧା ବଡ଼ ନୁହେଁ। ଆଶା କରୁଛୁ ଆଜିର ଏହି ଆଲୋଚନାଟି ସମସ୍ତଙ୍କୁ ବେଶ ଭଲ ଲାଗିଥିବ। ନମସ୍କାର।